ଦେଖିବା ପାଇଁ ମୋ ଜୀବନର ବାୟା ବସା ଘର ଉଜାଡ଼ି ଦେଲା ଦଇବ ଉଜାଡ଼ି ଦେଲା ଦଇବ সেগুড়া টপকে নাইকর টপকে আটাই অলগলা বলি মাঠ মাঠ কুটকুটা মাঠ পিটি পুটা পাটতে মারলাই আরে পিলা আগে দেখলে মা তাকে দেখলে মা তাকে দেখলে মা তোকে মোটর কি খুয়াইতে বোতাই দিছি রে আর সরাসরি কইলানি তো মা পরি কি আইব এলে অত হইলে নাই ওকে দেখলে তোরা যাবে কাম আছে আর এ গোটে মোর মা পরি কি হব হেলে অতবে নইলে নাই মুই তো রায়াব না দেখলা দেখলো তো সিগান নাকা মোর মা পরি কি হব হাঁটো इछारे जलिबा हबो ओ इछारे जलिबा हबो
ডাক শুনিলি কি রে বাবু তো মা করে ମୋ ପରି ଦେଖାଯାଏ ওই নদী আরে মারি করে কমন ভিতরে পকাই দিই মুই সেবার চাইতে রইলি দেখলি পোট 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 সে পোট টাকা বেক করে মেরে যাবে আর ফোন চাই ফোন করতে আর বড় বড় নেলে আর আলু এর কি কর এবার বড় মা পরে কি হবে বলি বলি আও বলছি বয়া বল পারা বলছি জুম করেছি এটা মন করে তোরায়া ক্যামেরা তোরে তো এইটা ମୋ ପୁଅ ଅବିନାଶ ନୁହେଁ ତ ସେଇ ଆଖି ସେଇ ମୁହଁ ସେଇ ଆଖି ସେଇ ମୁହଁ ସେଇ ନାକ ସେଇ କାନ ଠିକ ମୋ ପୁଅ ପରି ୟାକୁ ଦେଖିଲା ପରେ ମୋତେ ବଞ୍ଚିବାର ଇଚ୍ଛା ହଉଛି ନା ମୋ ଭାବନା କଳ୍ପନା ସବୁ ବୃଥା ମୋ ପୁଅକୁ ତ କେହି ଜଣେ ମାରି ଦେଇଥିଲେ ମୁଁ ନିଜ ଆଖିରେ ଦେଖିଛି ଏଇ ମୋ ପୁଅ କେମିତି ହେଇପାରିବ ମୁଁ କ୍ଷମା କରୁଛି ଆମ୍ମା ଏ ପିଲାର ନା କେତେକ ଲୋକର ଉଡ଼ା ଶୁଣିଛି କେତେକ ଲୋକର ମାଟା ଖାଇ ଦେଇଛି ମୋର পেটি আর না করলি সমান কুটকুটা কুটকুটা হইলা আছে এই সিগাম দেখা চুপ সে বাটা ওর পালা কাটাবার আছে সমান আমি লটক তাকে হই বুঝা তোকে লাগাই দিবে সমান তাকে তো জোট নাই আই ମୋ ବଞ୍ଚିବାର ରାସ୍ତା ସରି ସରି ଗଲାବେଳେ ଏ ପୁଅକୁ ଦେଖିଲା ପରେ ପୁନର୍ବାର ଚେଇ ଉଠୁଛି ବଞ୍ଚିବାକୁ আরে হে গৌরু তুই মই বাঁচে উঠুছো মা সহিত সংসার করবা সেদিন তোতে বিশ্বদের পিলাটাকে মারবার চেষ্টা করছিলি পিলাটা মরি গলে ମୁଁ ତତେ ବାହା ହବାକୁ ହେଲେ ଉପର ଭଲ ସେଇ ହାତ ଚାହିଁଲେ ନିଲ ତୋଠାରୁ ମା ହଲଗା ଆଉ ଗୌରଠାରୁ ତୁ ହଲଗା ହେଲେ ହାତୀ ତତେ ମୋ ଠାରୁ ତୋଳେ ଜନ୍ମ ଆସିଲେ ରେ ଅଲଗା କରିପାରିବେନି ଚୁପଚାପ ମୋ ପାଖକୁ ଚାଲିଅ ଓ ମଣିଷ ଶୈତାନ ଏ ଦୁନିଆରେ କେତେ କୁଆରୀ ଝିଅ ଅଛନ୍ତି ମୁଁ ଜଣଙ୍କର ସ୍ତ୍ରୀ ଗୋଟିଏ ଛୁଆର ମା ପତିବ୍ରତା ନାରୀ ମୋ ସଂସାର ଭାଙ୍ଗିଲା ପରେ ବି ତମର ଶାନ୍ତି ପାଉନି ମୁଁ ମରିଯିବି ପଛେ ତୁମର କେବେ ବି ହେଇପାରିବେନି ତୁ ଯେତେବେଳେ ଚାହୁଁଛୁ ସେଇଆ ହବ ତୁ ତ ନିଶ୍ଚୟ କରିବୁ ହେଇଲେ ଆରାମ ଜାଦି
এ যখন খাইবা মাত্র দূরি মারব চেষ্টা করবে নইলে পরে আমটা ভয়ঙ্কর হয়েছিল তুই যে রাস্তা দিয়ে আসিছু সেই রাস্তাটা চালি যা তোর মঙ্গল হব মতে বঞ্চাও মৌসা মতে বঞ্চাও ଏ ରାକ୍ଷସ କବଳରୁ ମୋ ହବିଷ ସତ୍ତ୍ୱେ ମୋ ଇଜ୍ଜତ ନେଇ ମାରିଦେବାକୁ ବସିଛି ମୁଁ ବଦଳ ଦେଇ ଆସିଥିଲା ଗୋଟାଏ ଶୀଘ୍ର ତୁ ସାମାନ୍ୟ ଗୋଟାଏ ଶୀତ ମୋ ସାମ୍ନାରେ ଗୋଟାଏ ଝିଅ ରହିଥାନ୍ତୁ ନେଇକି ତୋର ଆଗତେ ଫୁଟେବି କାନ ପରେ ଚୁପ୍ ଚାଲିଯିବ କଣ କରି ହାରାମ ଦାଦା ଏଇଟା ସମସ୍ତ ଆପଣ କିଏ ମଉସା ଏ ଅସମୟରେ ଦେବଦୂତ ସାଜି ମୋ ଇଜ୍ଜତ ବଞ୍ଚାଇବା ସାଙ୍ଗେ ସାଙ୍ଗେ ମୋ ଜୀବନ ବଞ୍ଚେଇ ଦେଲ ଏ ବନ୍ଦୀ ତତେ କିପରି ପରିଚୟ ଦେବରେ ନା ମୁଁ କିଛି ବୁଝିପାରିଲିନି ମଉସା ମୁଁ ଗଣେଶ ପ୍ରେମ ମୋ ବଡ଼ ସ୍ତ୍ରୀ ଭୂମିର ପୁଅକୁ ଜନ୍ମ ଦେଇ ପାରମ୍ପରିକ ଚାଲିଗଲା ଦୂରର ଦେଖାଶୁଣା ପାଇଁ କନକକୁ ବାହା ହେଲି କିଛି ଦିନ ପରେ କନକ ଗର୍ଭରୁ ଆଇସଙ୍କ ଜନ୍ମ ହେଲା ମୁଁ ଗୋଟାଏ ଡ୍ରାଇଭର ମାଲିକର ଗାଡ଼ି ଧରି ପାହାଡ଼ ଅଞ୍ଚଳକୁ ଗଲି ପାହାଡ଼ରୁ ଗାଡ଼ି ଖସି ପଡ଼ିଲା ଗାଡ଼ିରୁ ସମସ୍ତ ଲୋକ ଏକଥା ନ୍ୟୁଜ ପେପରରେ ବାହାରିଲା ସେ ଭିତରେ ମୁଁ ବି ମୋତେ ସେ ପାପ ଆଦିବାସୀ ଲୋକ ତାଙ୍କ ଗର୍ଭରୁ ଗଲେ ମୁଁ ସର୍ବ ଶକ୍ତି ହରାଇ ବସିଲି ମୋତେ ମରିଗଲା ବୋଲି ଏଇ LIC ବାଲା 50 ଲକ୍ଷ ଟଙ୍କା ଦେଲେ ମୁଁ ଫେରି ଆସିଲା ପରେ ସେ ଟଙ୍କା ଗଭର୍ଣ୍ଣମେଣ୍ଟ ମାଗିବ ବୋଲି ମୋ ସ୍ତ୍ରୀ ଜଣକ କାଳି ଅଣ୍ଡାର କୋଠରୀରେ 18 ବର୍ଷ ପର୍ଯ୍ୟନ୍ତ ମୋତେ ରଖିଲେ ହେଲେ ତୁ କିଏ ମା ବାପା ସେଇ ଅତଭାଗିନୀ ଗୌରର ସ୍ତ୍ରୀ ତୁମ ବୋହୂ ବାପା ହେମା ତୁ ସତ କହୁଛୁ ହଁ ବାପା ମୋ ପୁଅ ଗୌରର ସ୍ତ୍ରୀ ହେଲେ ମୋ ପୁଅ ଖାଇନି ମା ମୋ ପୁଅକୁ ଯେତେବେଳେ 5 ବର୍ଷ ହେଇଥିଲା ସେତେବେଳେ ଦେଖିଥିଲି ମୁଁ ତାକୁ ଦେଖିଲେ ବି ଚିହ୍ନି ପାରିବିନି ରେ ମା ସେ ବି ମତେ ଚିହ୍ନି ପାରିବନି କାହିଁ ମା ସେ କୋଉଠି ଅଛି ବାପା ମୁଁ କେମିତି କହିବି କଣ କହିବି ମୁଁ କିଛି ବୁଝିପାରୁନି ବାପା କଣ ହେଇଛି ରେ ମା ତୁ କହୁନୁ କାହିଁକି ବାପା ତମେ ଈଶ୍ୱର ଶକ୍ତି ହରାଇଲା ପରେ ତୁମ ସାନ ପୁଅ କାଳି ଆଉ ମା ମିଶି ଗୌର ବଡ଼ ହେଲେ ସମ୍ପତ୍ତି ବାଡ଼ି ଭାଗ ମାଗିବୁ ବୋଲି ଗୌରକୁ ମାରି ଫିଙ୍ଗି ଦେଇଥିଲେ ମୁଁ ମେଡିକାଲ ନେଇ ଭଲ କରି ଆମେ ସ୍ୱାମୀ ସ୍ତ୍ରୀ ହେଇଗଲୁ ମୋତେ କୂଳ ବୋହୂର ସ୍ୱୀକୃତି ଦେବା ପାଇଁ ଗୌର ତାଙ୍କ ମା ଭାଇ ପାଖକୁ ଗଲେ ତାପରେ କଣ ହେଲା ରେ ମା ତତେ କୂଳ ବୋହୂର ସ୍ୱୀକୃତି ମିଳିଲା ନାଇଁ ବାପା ମୁଁ ଏପଟେ ଗର୍ଭବତୀ ଗଲି ତାର ଅର୍ଥରୁ ତମେ ଗର୍ଭବତୀ ବୋଲି ଜାଣିଲା ପରେ ତା ମୁଖିଆ ପୁଅ ଯୋଗଣ ରାଜି ହେଇଗଲା ମା ହଁ ବାପା ବଳଦ ମୋ ଗର୍ଭ ନଷ୍ଟ କରିବାକୁ ବସିଥିଲା ମୁଁ କାଠ ସାହାଯ୍ୟରେ ତା ମୁଣ୍ଡରେ ମାରି ଲୁଚି ଲୁଚି ଗୌର ସନ୍ତାନରେ ଚାଲିଗଲି ହେଲେ ମୁଁ ତମ ଘର ଟିକଡ଼ା ନ ପାଇ ଏଇ ରାସ୍ତା କଳରେ ପୁଅଟା ଜନ୍ମ ଦେଲି
ମୁଁ ଜାଣିଛି ରେ ମା, ମୁଁ ଜାଣିଛି ରେ ମା, ସେମାନେ ଲୋକ ଲଗେଇ ମୋ ବଡ଼ ପୁଅକୁ ଜୀବନରେ ମାରିଦେଇଥିବେ। ମୁଁ ଜାଣିଛି କାଲି ଆଉ ତା ମାନସି ନିଜ ସ୍ୱାର୍ଥ ପାଇଁ ମୋ ହାତ ଗୋଡ଼ ବାନ୍ଧି ବନ୍ଦିଶାଳ ରଖିଛନ୍ତି। ମୁଁ ସେମାନେ ମୋ ଗୌରକୁ ମାରି ଦେଇଛନ୍ତି। ତଥାପି ମୁଁ କେବେ ସେମାନଙ୍କୁ ଛାଡ଼ିବିନି ରେ ମା, ମାନେ ଶେଷ କରିଦେବି। କେବଳ ସେତିକି ନୁହେଁ ବାପା, ମତେ ରୋଷେଇ କରିବାକୁ ପଠେଇ ମୋ ପୁଅ ଅବିନାଶକୁ ବେକ ଚିପି ମାରିଦେଇ ସବୁ ଦୋଷ ମୋ ଉପରେ ଲଦି ଦେଇ ମାରି ମାରି ଘରରୁ ବାହାର କରିଦେଲେ। ମୋ ସ୍ୱାମୀ ପୁଅକୁ ହରାଇ ବାର ଦୁଆର ହେଇ ବୁଲୁଥିବା ବେଳେ ତମେ ମତେ ଜଗନ୍ନାଥରୁ ବଞ୍ଚେଇଲ। ଆରେ ମା, ମୋର ବିଶ୍ୱାସ ନିଶ୍ଚୟ ତ ସ୍ୱାମୀ ପୁଅକୁ ପାଇବୁ, କିନ୍ତୁ ମାନବ ମାନଙ୍କର ଗୁପ୍ତ ବନବାସ କରି ମୋ ସହିତ ରହିବୁ। ସବୁ ସଂଗ୍ରହ କଲା ପରେ କରିବା ହୋଇଯା। ଠିକ ଅଛି ବାପା, ମୋ ସ୍ୱାମୀ ପୁଅକୁ ପାଇବା ପାଇଁ ହେଲେ ଆପଣଙ୍କ ସହିତ ଗୁପ୍ତ ବନବାସ କରିବି। ଚାଲ ବାପା, ଚାଲ।